ସୁଭଦ୍ରା ଯୋଜନାକୁ ନେଇ ଆସିଲା ଏକ ବଡ଼ ଖବର। ଅଗଷ୍ଟ 15 ତାରିଖରୁ ଆସିବ ସୁଭଦ୍ରା ଯୋଜନା ଏସ୍ଓପି। ଏନେଇ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସେପ୍ଟେମ୍ବର 17ରେ ସୁଭଦ୍ରା ଯୋଜନା ରାଜ୍ୟରେ ଲାଗୁ ହେବ। ଏଥିରେ କିଏ ପାଇବେ ଓ କିଏ ପାଇବେନି ତାର ସ୍ପଷ୍ଟ ଚିତ୍ର ରହିବ। ଏହାର ମୋଡାଲିଟି କ'ଣ ରହିବ, ତା ଫର୍ମାଟ ବାବଦରେ ଜାଣିବା। ତା ଆଗରୁ ସମ୍ପୂର୍ଣ୍ଣ ଖବର ଜାଣିବା ପାଇଁ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ତା ସହିତ ଭିଡ଼ିଓକୁ ଗୋଟିଏ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ ମଧ୍ୟ କରନ୍ତୁ। ଅଗଷ୍ଟ 15 ତାରିଖରେ ବହୁ ଚର୍ଚ୍ଚିତ ସୁଭଦ୍ରା ଯୋଜନା ପାଇଁ ଓଡ଼ିଶାର ସରକାର ଜାରି କଲେ ଏସ୍ଓପି। ଏଥିରେ କିଏ ପାଇବ କିଏ ପାଇବେନି ତାର ସ୍ପଷ୍ଟ ଚିତ୍ର ରହିବ। ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗଣମାଧ୍ୟମକୁ କହିଛନ୍ତି ଯେ ଏସ୍ଓପି ରିଲିଜ୍ ହେବା ପରେ ଏହି ଯୋଜନାରେ ମୋଡାଲିଟି ଏବଂ ଫର୍ମାଟ ବିଷୟରେ ଏକ ସ୍ପଷ୍ଟ ଚିତ୍ର ପ୍ରକାଶ ପାଇବ। ଏହି ଯୋଜନା ଅଧୀନରେ ଲାଭ ପାଇବା ପାଇଁ ଯୋଗ୍ୟତା ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି। ତେଣୁ ମହିଳାଙ୍କୁ ଭ୍ରମିତ ନ ହେବା ପାଇଁ ଅପିଲ କରିଛନ୍ତି ଉପମୁଖ୍ୟମନ୍ତ୍ରୀ। ସେପ୍ଟେମ୍ବର 17ରେ ସୁଭଦ୍ରା ଯୋଜନା ରାଜ୍ୟକୁ ଲାଗୁ ହେବ। ରାଜ୍ୟରେ ବିଜେପି ସରକାର ନିର୍ବାଚିତ ପ୍ରତିଶ୍ରୁତି ପାଳନ କରି ଆସନ୍ତା ସେପ୍ଟେମ୍ବର 17 ତାରିଖରୁ ରାଜ୍ୟରେ ସୁଭଦ୍ରା ଯୋଜନାର କାର୍ଯ୍ୟକାରୀ କରିବା ନିମନ୍ତେ ନିଷ୍ପତ୍ତି ନେଇଛି। ଏହି ଯୋଜନା ଅଧୀନରେ ଯେଉଁମାନେ ଆୟକର ଦେଉଛନ୍ତି ସେମାନେ ଲାଭରୁ ବଞ୍ଚିତ ହେବାର ସମ୍ଭାବନା ଥିବା ଦର୍ଶାଇଛି ମହିଳା ଓ ଶିଶୁ ବିକାଶ ପୋର୍ଟାଲରେ ମଧ୍ୟ ରହିଥିବା ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ଯୋଜନାରେ ଲାଭ ପାଇବା ପାଇଁ ଆଧାର କାର୍ଡ଼ ହେଉଛି ସବୁଠୁ ଗୁରୁତ୍ୱପୂର୍ଣ୍ଣ ଡକୁମେଣ୍ଟ। ତେବେ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ସେପ୍ଟେମ୍ବର 17 ତାରିଖରେ ହେଉଥିବା ଉକ୍ତ ଦିନରେ ରାଜ୍ୟ ସରକାର ସୁଭଦ୍ରା ଯୋଜନା କାର୍ଯ୍ୟକାରୀ କରିବେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି। ଓଡ଼ିଶାରେ ଏହି ଯୋଜନା ଆରମ୍ଭ କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଛି, ଯେଉଁଥିରେ ମହିଳାମାନେ ପ୍ରତ୍ୟେକଙ୍କୁ 50,000 ଟଙ୍କାର ନଗଦ ଭାଉଚର ପାଇବେ। ଏହି କାର୍ଯ୍ୟକ୍ରମରେ ପ୍ରାୟ 50 ଲକ୍ଷ ମହିଳା ଯୋଗଦେବେ। ସୂଚନାଯୋଗ୍ୟ, ବିଜେପି ସରକାର ରାଜ୍ୟରେ ସୁଭଦ୍ରା ଯୋଜନାର ପ୍ରତ୍ୟେକ ମହିଳାଙ୍କୁ 2 ବର୍ଷ ପାଇଁ 50,000 ଟଙ୍କା ଭାଉଚର ଯୋଗାଇ ଦେବେ, ଯାହାକୁ ମହିଳାମାନେ ନିଜର ଇଚ୍ଛା ଓ ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରିପାରିବେ।